এই অনুষ্ঠানର ସଭାପତି ଆଜି ଆମର ଯେଉଁ 3 ଦିନ ଧରି ସପ୍ତାହ ଅନୁଷ୍ଠିତ ଇନ୍ଦିରା ବଜାରରେ ଆଜି ତାର ସମାପନ ଦିବସ ପୂର୍ଣ୍ଣାହୁତି ହେଉଛି। ପ୍ରାୟ 10ଟା ପର୍ଯ୍ୟନ୍ତ ଚାଲିବ ଏବଂ ଆଜି ପ୍ରସାଦ ସେବନ ପାଇଁ ପ୍ରାୟ 3000 ଲୋକ ପ୍ରସାଦ ସେବନ କରୁଛନ୍ତି। ଏହା ଆମ ପାଇଁ ଗୋଟେ ନୂଆ ରେକର୍ଡ। ଆଉ ଏ ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ବା केते लोक भक्त सेवन करछन्ति केते भक्त प्रसाद सेवन ये केते वर्ष होला चलीची सनातन धर्म पई कोन आख्या दउछन एटा सनातन धर्म ପାଇଁ ଆମେ ସମସ୍ତେ ସନାତନ ପ୍ରେମୀ ତାକୁ ଆଗେଇ ନେବା ପାଇଁ ଆମେ ଏକଜୁଟ ହେଇଛୁ। ଆଉ ଏଥିରେ ଜାତି ଧର୍ମ ନିର୍ବିଶେଷରେ ଆମେ ଚାଲିଛୁ। ଆମେ ଯଦିଓ ଓଡ଼ିଶାର ଲୋକ ଏଠି ବଙ୍ଗାଳୀ ବିହାରୀ ସମସ୍ତଙ୍କୁ ଦେଇକି ଆମେ ସମସ୍ତେ ଖୁସିରେ ରୁହନ୍ତୁ ସେମାନଙ୍କ ପାଇଁ କାମନା କରିଛୁ। ମୁଁ ପଣ୍ଡିତ ଶ୍ରୀ ସତ୍ୟବାନ ମୁଦ୍ରା ପୁରୀ ବାଲିସାହି ବେଦଭବନ ଗୁରୁକୁଳରେ ପାଠ ପଢ଼ି ବିଦ୍ୟା ଅଧ୍ୟୟନ କରି ଆସିଛି। ହେଇଥିଲା ମଣ୍ଡଳ ଅଧିବାସ ହେଇଥିଲା 9 ତାରିଖରେ ସକାଳେ ଶୁଭ ମୁହୂର୍ତ୍ତରେ ଜଳଯାତ୍ରା କରାଯାଇଥିଲା। ଜଳଯାତ୍ରା ପରେ ନା ଗୀତା ଗୀତା ଯଜ୍ଞ करा जाय ନା ଆଜ୍ଞା ଭାଗବତ ପାରାୟଣ ବୋଲି ଅଛି ଅନୁଷ୍ଠାନର ପ୍ରଥମ ଥର ନାଁ ଅଛି। କିନ୍ତୁ ଭାଗବତ ପାରାୟଣରେ ସମ୍ପୂର୍ଣ୍ଣ ଏକାଦଶ ସ୍କନ୍ଧଟା ସେଟା ସମ୍ପୂର୍ଣ୍ଣ ପାଠ କରାଯାଏ 3 ଦିନ ଭିତରେ। ସେଟା କି ଗୀତା ଦିଆ ଯାଏ ନାଇଁ ଆଜ୍ଞା ଶ୍ରୀମଦ୍ ଭାଗବତ କଥାଟା ହେଉଛି ଅତିବଡ଼ି ଜଗନ୍ନାଥ ଦାସଙ୍କର ମାନେ ମନରୁ ସେ ମାନେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି, ତାକୁ ରଚନା କରିଛନ୍ତି। ଶ୍ରୀମଦ୍ ଭଗବତ ଗୀତା ସ୍ୱୟଂ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଭିତରେ ସନାତନ ଧର୍ମରେ ଭାଗବତ ଗୀତାଟା ଆଜ୍ଞା କୋଉ ଅଧ୍ୟାୟରେ ଯାଏ? ସନାତନ ଧର୍ମର ଭାଗବତ ଗୀତା ସିଏ ହେଉଛି ବ୍ରହ୍ମ ବିଦ୍ୟା। କୌଣସି ଶାସ୍ତ୍ରରେ ବ୍ରହ୍ମ ବିଦ୍ୟା ନାହିଁ। ଇଏ ହେଉଛି ବ୍ରହ୍ମ ବିଦ୍ୟା। 9ଟା ଶ୍ଲୋକରୁ ଇଏ ଭାଗବତ ହେଇଛି, ଶ୍ରୀମଦ୍ ଭଗବତ ଗୀତା ହେଇଛି। ଇଏ ହେଉଛି ଅଷ୍ଟାଦଶ ଅଧ୍ୟାୟ। ଏଇଥିରେ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟଠୁ ଆରମ୍ଭ କରିକି ଅଷ୍ଟାଦଶ ଅଧ୍ୟାୟ ଭିତରେ ବିଭିନ୍ନ ପ୍ରକାରର ସବୁ ତାର ପର୍ଯ୍ୟୟବସ୍ତୁ ଅଛି। ସେଥିରେ ଆମର କ'ଣ ହେଉଛି ନା ଭାଗବତ ଗୀତା ଏଇଠି ଆମର ପାରାୟଣ ତ ଆଗରୁ ଭାଗବତ ହେଉଥିଲା। ଆମେ ଆସିଲାଠୁ ଏଠି ଗୀତା ଯଜ୍ଞ ଭଳିଆ କରୁଛୁ। ଭାଗବତ ଇଏ ଆଜ୍ଞା ଦୀର୍ଘ ଅନୁଷ୍ଠାନଟା ହେଉଛି 32 ବର୍ଷ ନା 35 ବର୍ଷ ଅନୁଷ୍ଠାନଟା ହେଲାଣି। କିନ୍ତୁ ଆମେ ଆଜ୍ଞା 3 ବର୍ଷ 2 ବର୍ଷ ଆସିଥିଲୁ, ଏଇ ବର୍ଷ ମିଶିକି 3 ବର୍ଷ ହେଲା। ଆଉ ଆମେ 3 ବର୍ଷ ଆସିବା ଭିତରେ କିଛି ଗୀତାଟାକୁ ଆ ଭିତରେ ଆଡ଼୍ କରିଛୁ। ଆଉ ପ୍ରଥମ 2 ବର୍ଷ ଗୀତା ପାଠ ସେମିତି ହେଇଥିଲା, ଏଇ ବର୍ଷ ମଧ୍ୟ ବି ଗୀତା ପାଠରେ ଆହୁତି ଦିଆଯାଉଛି। ହିନ୍ଦୁ ଧର୍ମର ଗୋଟେ ହେଉଛି ସନାତନ ଧର୍ମ, ଯେଉଁଟା ଆମର ହିନ୍ଦୁମାନଙ୍କୁ ନେଇକି ଗୋଟେ ତିଆରି ହେଇଛି ସନାତନ ଧର୍ମ। ସନାତନ ଧର୍ମର ଠାକୁରଙ୍କୁ ପୂଜା କରିବା ବାକି ମାନସିକ ଯେଉଁ ମାନେ ସ୍ଥିତିର ପରିବର୍ତ୍ତନ ଘଟିବା, ଏଇଟା କେବଳ ସନାତନ ଧର୍ମ ହିନ୍ଦୁ ଧର୍ମରେ ହିଁ ଥାଏ। ଆଉ କୌଣସି ଧର୍ମରେ ଏଇ ଜିନିଷଟି ନଥାଏ। କିନ୍ତୁ ଯେହେତୁ ଆମେ ମାନେ ସନାତନୀ ହିନ୍ଦୁ ଧର୍ମ ଜଗନ୍ନାଥ ଦେଶର ଲୋକ ଆମେ ହେଇଛେ, ଉତ୍କଳୀୟ ଲୋକ ଆମେ ହେଇଛେ, ଓଡ଼ିଶାର ଅନୁକୂଳବାସୀ ଆମେ। କିନ୍ତୁ ମାନେ ଇଏ ହେଉଛି କ'ଣ ନା ଏ ଭାଗବତ ଗୀତା ବା ସନାତନ ଧର୍ମ ଉପରକୁ ଯେଉଁମାନେ ଆକ୍ଷେପ କରୁଛନ୍ତି ସେମାନେ ତ ତାଙ୍କର ପର୍ଯ୍ୟାବସ୍ତୁ ସେମାନେ ପାଉଛନ୍ତି, ତାଙ୍କର ପରିଣାମ ପାଉଛନ୍ତି। କିନ୍ତୁ ସନାତନ ଧର୍ମରେ ସମସ୍ତଙ୍କୁ ଭାଇ ବନ୍ଧୁ ନିଜର ବୋଲି କରାଯାଇଛି, ଆମ ଶାସ୍ତ୍ର ଏହା ଲେଖେ। କିନ୍ତୁ ଆଉ କେଉଁ ଧର୍ମଶାସ୍ତ୍ରରେ ଭାଇ ବନ୍ଧୁ ନିଜର ବୋଲି କରାଯାଇନି। ସବୁ ଧର୍ମରେ ହିଂସା କପଟ ସବୁ ପ୍ରକାର ଜିନିଷ ଅଛି। କିନ୍ତୁ ସନାତନ ଧର୍ମ ଏଇ ସକାଶେ ଶ୍ରେଷ୍ଠ। ଆଉ ଜଗନ୍ନାଥ ଯେହେତୁ ଆମର ଉତ୍କଳବାସୀଙ୍କର ଅତି ପ୍ରିୟ ଠାକୁର, ଏତିକି କହିକି ଜୟ ଜଗନ୍ନାଥ। ଆଜ୍ଞା ସକାଳେ ଆମର ପ୍ରଥମତଃ ଠାକୁରଙ୍କର ଦେବନୀତି ବଢ଼ିଥିଲା। ମଙ୍ଗଳ ଆରତୀ ସଙ୍ଗେ ସଙ୍ଗେ ଠାକୁରଙ୍କର ସ୍ନାନ ପରରୁ 8ଟା 45 ପର୍ଯ୍ୟନ୍ତ ଅମୃତ ବେଳା ଅଛି। ସେଇ ଭିତରେ ଆଳତୀ ପୁଷ୍ପାଞ୍ଜଳି ସହ ଯଜ୍ଞନାଥଙ୍କର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଆଜି ଆମର ଶ୍ରୀ ଜଗନ୍ନାଥଙ୍କର ଯେଉଁ ଅନୁଷ୍ଠାନ ତରଫରୁ ଯେଉଁ ପୂଜା ଆୟୋଜନ କରାଯାଇଛି, ଆଜିକି 3 ଦିନ ହେଲା ଏଠାରେ ପୂଜା ଆମର ପୁରୀରୁ ଆସିଥିବା ପଣ୍ଡିତମାନେ ପୂଜାରେ ଯେତେ ଆନନ୍ଦିତ ଏ ଅଞ୍ଚଳର ଓଡ଼ିଆ ଭାଇ ଭଉଣୀମାନେ ତାଙ୍କର ଯେଉଁ ଆଶୀର୍ବାଦ ଭଗବାନଙ୍କର ଭକ୍ତ ପାଇଁ ଆଜି ତା ପ୍ରମାଣିତ ହୋଇଯାଇଛି। ଆଜି ଏ ଅଞ୍ଚଳରେ ଓଡ଼ିଆମୟ ହୋଇଯାଇଛି। ଆଜି ବଙ୍ଗଳାରେ
ତେଣୁ ମୁଁ ଅନୁଷ୍ଠାନ ତରଫରୁ ସମସ୍ତ ଭାଇ ଭଉଣୀମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ତାଙ୍କର ଅକ୍ଳାନ୍ତ ପରିଶ୍ରମ ବଳରେ ଆଜି ଏ ଅନୁଷ୍ଠାନ ଏତେ ଦୂର ଯାଇପାରିଛି। ଆଜକୁ 25 ବର୍ଷ ପୂର୍ବରୁ ଏ ଅନୁଷ୍ଠାନ ଗଢ଼ା ହୋଇଥିଲା। ତେଣୁ ଏ ଅନୁଷ୍ଠାନ ଆଗକୁ ବହୁତ ବଢ଼ି ବଢ଼ି ଚାଲିଛି। କିନ୍ତୁ ଏ ଅଞ୍ଚଳରେ ବହୁତ ଜଗନ୍ନାଥଙ୍କର ପୂଜା ଆମର ପ୍ରାୟ 4 ଜାଗା ଅନୁଷ୍ଠିତ ହେଉଛି ବର୍ଷରେ। ଏ ପ୍ରଥମ ପୂଜା ଏଇ ପେଣ୍ଡାଲରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେଇ ପୂଜା ଏ ଅଞ୍ଚଳ ସାରା ବ୍ୟାପିଛି, ଯେ କି 3 ଜାଗା ଏ ଜାଗାକୁ ମିଶେଇକି 4 ଜାଗାରେ ଆମର ଓଡ଼ିଆ ଭାଇମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଆଉ ଭଉଣୀମାନେ ମାଉସୀମାନେ ଯେଉଁ ସହଯୋଗ ଏଠି କରୁଛନ୍ତି ସେମାନଙ୍କୁ ମୁଁ ଅତ୍ୟନ୍ତ ଧନ୍ୟବାଦ ଜଣାଉଛି। ଜୟ ଜଗନ୍ନାଥ। ମୁଁ ପୂର୍ବତନ ସେକ୍ରେଟାରୀ ଶ୍ରୀ ରବୀନ୍ଦ୍ର କୁମାର ଦାସ। ଜଗନ୍ନାଥ ଆଜି ସାରା ଝିଞ୍ଜରା ବଜାରରେ ଜଗନ୍ନାଥମୟ ହୋଇଯାଇଛି। ସମସ୍ତଙ୍କର ଆମ ଯେଉଁ ସନାତନୀ ଧର୍ମ ଅଛି ପ୍ରଚାର ପ୍ରସାର ପାଇଁ ବହୁ ବ୍ୟାପକ ଭାବରେ କିଭାବେ ପ୍ରଚାର କରାଯିବ ସନାତନୀ ଧର୍ମ ଜଗନ୍ନାଥଙ୍କର ମହିମା, ସେଇ ପୁରା ଅଞ୍ଚଳବାସୀ ଆଜି ଜଗନ୍ନାଥମୟ ହୋଇଯାଇଛି। ସମସ୍ତ କର୍ମକର୍ତ୍ତା ଓ ସମସ୍ତମାନଙ୍କୁ ମୋ ଆନ୍ତରିକ ଅଭିନନ୍ଦନ। ଜୟ ଜଗନ୍ନାଥ। ଆଲୋକ ରଞ୍ଜନ ଧଳ, ମୁଁ ଏକ୍ଜିକ୍ୟୁଟିଭ କମିଟିରେ ଅଛି। ଜୟ ଜଗନ୍ନାଥ। ମୁଁ ବିମଳ କୁମାର ଦାସ, ଏ ଶ୍ରୀ ଜଗନ୍ନାଥ ସେବା ସମିତିର ଜଣେ ମେମ୍ବର। ସେଇ ମେମ୍ବର ହିସାବରେ ଆପଣ ଦେଖିଥିବେ ଏଠାରେ କେତେ ଭକ୍ତର ସମାଗମ। ଏଇ 3 ଦିନ ଧରି এই ପୂଜା ଉତ୍ସବ ଖୁବ୍ ସୁଚାରୁ ରୂପେ ଆମେ ପାଳନ କରିବା ପାଇଁ ଚେଷ୍ଟା କରିଛୁ। এই ଜଗନ୍ନାଥ ସଂସ୍କୃତିକି ଜଗନ୍ନାଥ ପୂଜା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆମେ ଅତ୍ୟନ୍ତ ଆଗ୍ରହର ସହିତ এই ପୂଜା 3 ଦିନ ଧରି ଆମେ କରିଛୁ ଏବଂ ଆଗାମୀ ଦିନରେ এই ପୂଜା ଆହୁରି ହେବ ଏବଂ এই ପୂଜାର ପ୍ରସାର ଆମେ ଆହୁରି ବ୍ୟାପକ ଭାବେ କରିବା ପାଇଁ ଚେଷ୍ଟା କରିବୁ। ଜୟ ଜଗନ୍ନାଥ। ପୂଜା ଆଜି 6 ବର୍ଷ ଧରି ହେଇ ଅଛି। ଆଗ ବାଧା ବିଘ୍ନ ସତ୍ତ୍ୱେ ମଧ୍ୟ ଦେଖିବା ଯେଉଁ ବାସିନ୍ଦା ଅଛନ୍ତି ସେମାନେ ପୂଜା କରିଚାଲିଛନ୍ତି। ଆଗାମୀ ଦିନ ମୁଖ୍ୟ କରିବେ ଚେଷ୍ଟା କରୁଛୁ ଏଇଟା ମନ୍ଦିର କରିବା ପାଇଁ। ସବୁକି ଇଚ୍ଛା ହେଇପାରେ ମନ୍ଦିର ବିଷୟ ହେଇପାରିବ। ଜୟ ଜଗନ୍ନାଥ। ये संस्था चेष्टा करूँ समस्त ओडिया बैंक मैंने संस्थाକୁ ବଢ଼ିଆ ପାଇଁ ଗୋଟେ ମନ୍ଦିର କରିବା ପାଇଁ ପ୍ରବଳ ରହିଛି। ଯାହା ମନ୍ଦିର ହେଇପାରେ ସବୁ ଓଡ଼ିଆ ବେଳେ ଦର୍ଶନ କରିପାରେ ପୂଜାପାଠ କରିପାରିବେ। ନିଶ୍ଚୟ ହେବ ଭଗବାନଙ୍କ ଆଶୀର୍ବାଦ ନିଶ୍ଚୟ ସଫଳ ହେବ। ମୋ ନାଁ ଶତ୍ରୁଘ୍ନ ଦାସ। ତାଙ୍କ ଅନୁଷ୍ଠାନର